ଜୟ ଜଗନ୍ନାଥ। ଗୋଟେ ତାଜା ଖବର ବର୍ତ୍ତମାନ ଆପଣ ଗୋଟେ ତାଜା ଖବର ମଜା ଖବର ବି ଦେଉଛି। ବର୍ତ୍ତମାନ ଆମେ ତ ଗାଡ଼ି ଲାଇନ୍ ବାଲା ବର୍ତ୍ତମାନ ଆସୁଥିଲୁ ତାଳଚେରରୁ ଜାମ୍ ହେଇଥିଲା, ଜାମ୍ରେ ଛିଡ଼ା ହେଇଥିଲୁ। ରିସେଣ୍ଟ ଖବର କ'ଣ ହେଇଗଲ, ଗୋଟେ କାର୍ ଯାଉଥିଲା, କାର୍ରେ ଯାଉଥିଲା, କାର୍ରେ ତା ସହିତ ଗୋଟେ ବାଇକ୍ ଆମର ଯେଉଁ KTM ବାଇକ୍ରେ ସେ ଦୁଇ ଜଣ ବସିଥିଲେ ଆସୁଥିଲେ। ମାନେ ତାଙ୍କ ଭିତରେ ଆକ୍ସିଡେଣ୍ଟ ହେଲା କ'ଣ, କାର୍ ବାଲା ବ୍ରେକ୍ ମାରିଦେଇଛି, ଇଏ KTM କଲା କାଟିକି ମୁଁ ପଳେଇବି। କାଟିକି ଯିବା ହାଣ୍ଡେଲ ବାଡ଼େଇ ହେଇଛି ମିରରଟା ଭାଙ୍ଗିଗଲା। ଯଦି ମିରରଟା ଭାଙ୍ଗିଗଲା ସେ ତାକୁ ଡାକିଲା, ଅଟକେଲା, କହିଲା ବାବୁ ର ର ର ରଖିଲା ବି, କହିଲା ତୁ ବାଡ଼େଇ ଦେଇକି ଗଲୁ, ମିରରଟା ଆମର ଭାଙ୍ଗିଗଲା, ଦେବ କିଏ? ଇଏ ତାକୁ 200-300 କହିକି ଆଜ୍ଞା ଆପଣ କରି ଦେଇକି ପଳେଇବା କଥା। ସେ କ'ଣ କହୁଛି କହିଲ, ମାନେ ଯାହା ଗୋଟେ ଖାଲି ଲୋକାଲ ପିଲା ଗୋଟେ କହିଲା ଏ ଆମେ ଲୋକାଲ ପିଲା, ଭାଜିଗଲା ତ ବାଜିଗଲା, ଆକ୍ସିଡେଣ୍ଟ ଏମିତି ହୁଏ, କ'ଣ କରିପକେଇବି ଦୁନିଆ କଥା କହିଲା। ଆଉ ଇଏ କାର୍ ବାଲା ଓହ୍ଲେଇ କ'ଣ କଲା ଜାଣିଛ, ଧରିଲା ତୁଇ ବାଟେଇଲା ଧରିକି, ମାନେ କାଲୁଣା ଧରି 2-4 ଥର ବାଡ଼େଇଲା ପରେ ଦେଖୁଛ କ'ଣ ବାଡ଼ଉଛ। ଆମେ ଲୋକାଲ ପିଲା ଯେତିକି କହୁଛନ୍ତି ସେତିକି ତାକୁ ବାଡ଼ଥାଏ। ତାକୁ ଲାଷ୍ଟରେ ପଚାର ଘର କେଉଁଠି, ଲାଇନୁ 2 କିଲୋମିଟର 3 କିଲୋମିଟର। କହିଲା ତୁ ସାରା 2-3 କିଲୋମିଟର ଘର ହେଇକି ତୁ ଯଦି ଲୋକାଲ ପିଲା ପ୍ରପର ଯେଉଁ ଜାଗା ଠିଆ ହେଇଛୁ ଏଇଟା ହେଉଛି ଆମ ଘର, ମୁଁ କେଉଁ ଟୁକା? ତୁ ଯଦି ଲୋକାଲ ଟୁକା ହେଇପାରିଲୁ ମୁଁ କ'ଣ? ହଁ, ତ ଏମିତି ଆଜ୍ଞା କରନ୍ତୁ ନାହିଁ। ଲୋକାଲ ଫୋକାଲ କିଛି ନାହିଁ, ସମସ୍ତେ ସମାନ। ଯଦି ତାର ନଷ୍ଟ ହେଇଛି, ତୁମେ ଯଦି ଭାଙ୍ଗିଦେଲ ଗୋଟେ ଜିନିଷ, ତାକୁ କହିକି ହଁ ଭାଇ ବାଜିଗଲା ଭାଇ କହିକି 400-500 ଯାହା ତାର ଖର୍ଚ୍ଚ ହେବ ଦେଇଦେବା କଥା। ଆଉ ଆମେ ଲୋକାଲ ଟୋକା କହିକି ତା ସହିତ ଗର୍ବ ଦେଖେଇଦେଲ। ଯେଉଁ ମାଡ଼ଟି ଦେଲା, ଯେଉଁ ମାଡ଼ଟି ଖାଇଲ କେମିତି ଲାଗିଲା? 5 ଜଣ ମାଡ଼ ଖାଇଲେ ତୁମ ନିଜ ଇଜ୍ଜତ କାହାର ଗଲା? ତୁମ ନିଜର। ତ ସେମିତି ଆଜ୍ଞା କେହି ଲୋକାଲ ଦେଖନ୍ତୁ। ଯେଉଁ ଜାଗାରେ ଆକ୍ସିଡେଣ୍ଟ ହେଲା ସେଠି ତୁମର 3-4 କିଲୋମିଟର ଦୂରରେ ଘର, କିନ୍ତୁ ସେ ପ୍ରପର ସେ ଜାଗାର ଘର ତା ସେଠି, ସେ ତା ଘରକୁ ପଶିବ ବୋଲି ବ୍ରେକ୍ ମାରିଦେଲା। ତୁମେ କ'ଣ କଲ, କାଟିକି ଯିବି ତା ହାଣ୍ଡେଲଟା ବଜେଇଦେଲ, ତା ମିରରଟି ଭାଙ୍ଗିଦେଲ। କ'ଣ ଲସ୍ଟି କାହାର ହେଲା? ମାଡ଼ ଖାଇଲ, ତାପରେ ପଇସା ବି ଦେଇକିରି ଗଲ। ସେମିତି ଆଜ୍ଞା କରନ୍ତୁନି। ମୁଁ ସେଇଠି ଛିଡ଼ା ହେଇଥିଲି, ମୋର ଭାରି ମାନେ ହସ ଲାଗିଲା। ଲୋକାଲ କହିକି ମାନେ ଯେଉଁ ମାଡ଼ ଖାଇବାଟା ଅପମାନର କଥା। ଜୟ ଜଗନ୍ନାଥ।